ଆଜ୍ଞା ଆଗକୁ ଆସିବାକୁ ଯାଉଛି ପରୀକ୍ଷା ଯେଉଁଟାକି 10th ପରୀକ୍ଷା +2 ପରୀକ୍ଷା ଗ୍ରାଜୁଏସନ୍ ପରୀକ୍ଷା ଏ ସମସ୍ତ ପରୀକ୍ଷା ଆସିବାକୁ ଯାଉଛି ଆଜ୍ଞା। ହେଲେ ଆଜ୍ଞା ପରୀକ୍ଷାରେ ଯେତେ ପାସ୍ କରନ୍ତି ଅନେକ ପିଲା କିମ୍ବା ଅନେକ ଝିଅ କିମ୍ବା ଅନେକ ପୁଅ ଉଚ୍ଚ ଶିକ୍ଷା ପଢ଼ିବା ପାଇଁ ବା ଉଚ୍ଚ ଶିକ୍ଷା ପାଠ ପଢ଼ିବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ଆଜ୍ଞା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ନା 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 ତୁ ଝିଅ ପିଲା, ତୁ ପଢ଼ିଲେ ଏତେ ପଢ଼ିଲେ କ'ଣ କରିବୁ, କେଉଁଠି ପଢ଼ିବୁ, ଆମର ଏତେ ପଇସା ନାହିଁ, ଆମେ ପଢ଼େଇ ପାରିବୁ ନାହିଁ। ତ ଦେଖନ୍ତୁ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଟିକେ ଅଧିକ ଦୃଷ୍ଟି ଦିଆଯାଇଥାଏ। ସେଥିପାଇଁ ସରକାର ସବୁବେଳେ ଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଥାନ୍ତି। ଏବେ ମଧ୍ୟ ଗୋଟିଏ ନୂଆ ଯୋଜନା ଆରମ୍ଭ କରିଛନ୍ତି ଯେଉଁଟାକି ଆମର କେନ୍ଦ୍ର ସରକାର ଯେତେବେଳେ ବଜେଟ୍ ବାହାର କଲେ ସେ ବଜେଟ୍ରେ ମଧ୍ୟ ସାମିଲ ହେଇଛି। ତ ସେ ଯୋଜନାଟି କ'ଣ, ଆପଣଙ୍କ ଘରେ ଯଦି ଝିଅ ଅଛନ୍ତି, ଝିଅ ପିଲା ଅଛନ୍ତି, ସେ ଉଚ୍ଚଶିକ୍ଷା ପାଠ ପଢ଼ିବା ପାଇଁ ଚାହୁଁଛନ୍ତି, ତାହେଲେ ତାଙ୍କୁ କେମିତି ପଇସା ମିଳିବ, କେମିତି କ'ଣ ହେବ, କ'ଣ ସ୍କଲାରସିପ୍ ରହିଛି, ଭଲ ଭାବରେ ମୁଁ ଆଜିର ଭିଡ଼ିଓରେ ଆପଣମାନଙ୍କୁ ସମସ୍ତଙ୍କୁ ଜଣାଇବି। ତେଣୁକରି ଆପଣଙ୍କ ଘରେ ଯଦି ଝିଅଟିଏ ଅଛନ୍ତି ଆଜ୍ଞା ନିହାତି ଭାବରେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏଠାରେ କୁହାଯାଉଛି ଯେ ଆପଣମାନେ ଦେଖିପାରୁଥିବେ ଛାତ୍ରୀମାନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା ଏବଂ ଛାତ୍ରବୃତ୍ତି ଜାଣନ୍ତୁ କିପରି ପାଇବେ ଲାଭ। ତ ଏଠାରେ କୁହାଯାଉଛି ଆଜ୍ଞା ଖବରକାଗଜରେ ବାହାରିଛି, ଆପଣମାନେ ଦେଖିପାରୁଥିବେ, ସିଧାସଳଖ ଆପଣଙ୍କୁ ମୁଁ ପଢ଼ିକି ଶୁଣାଉଛି, ତାପରେ ବୁଝେଇଦେବି ଭଲ ଭାବରେ ଆପଣମାନେ ଜାଣିପାରିବେ। କେନ୍ଦ୍ର ସରକାର ଦେଶର ଛାତ୍ରୀମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି ଏବଂ ସେମାନଙ୍କ ପାଇଁ ଛାତ୍ରବୃତ୍ତି ଆଣିଥାନ୍ତି। କେନ୍ଦ୍ର ସରକାର ବ୍ୟତୀତ ଦେଶର ରାଜ୍ୟ ସରକାରରେ ମଧ୍ୟ ନିଜ ନିଜ ରାଜ୍ୟର ଛାତ୍ରୀମାନଙ୍କୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛାତ୍ରବୃତ୍ତି ଯୋଜନା ସବୁ ଆଣିଥାନ୍ତି। ହେଲେ ଆଜ୍ଞା ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିଥିଲେ, ଯେଉଁଟାକି ଏଇଟା ଟିକିଏ ପୁରୁଣା ନ୍ୟୁଜ୍। ଆଜି ଆମର ହେଇଗଲାଣି 3 ତାରିଖ, ଏହା 2 ତାରିଖର କଥା ଏଠାରେ କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବଜେଟ୍ରେ ଛାତ୍ରୀମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କର ରାଜ୍ୟର ଛାତ୍ରୀମାନଙ୍କ ପାଇଁ ଯୋଜନା ଏବଂ ଛାତ୍ରବୃତ୍ତି ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ଛାତ୍ରୀମାନଙ୍କ ପାଇଁ କେଉଁ ଯୋଜନା ଓ ଛାତ୍ରବୃତ୍ତି ଆରମ୍ଭ ହେବାକୁ ଯାଉଛି, ଆଉ ଛାତ୍ରମାନେ ଏଥିରୁ କିପରି ଲାଭ ପାଇବେ, ଅର୍ଥାତ୍ ଛାତ୍ରୀମାନେ କିପରି ଲାଭ ପାଇବେ। ଦେଖନ୍ତୁ ଯେ ଆଗରୁ ଆମର ପ୍ରଧାନମନ୍ତ୍ରୀ କହୁଥିଲେ, କ'ଣ କହୁଥିଲେ, 1 ନେସନ୍ 1 ସବସ୍କ୍ରିପସନ୍ ଯୋଜନା, ଯେଉଁଥିରେ କି ଆଜ୍ଞା ୱାନ୍ ନେସନ୍ ସ୍ୱପ୍ନକୁ ପୂରଣ କରିବାକୁ ହେଲେ ନିହାତି ଭାବରେ କିଛି କରିବାକୁ ପଡ଼ିବ। ତ ଏଠାରେ ସେଥିପାଇଁ ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଛାତ୍ରୀମାନଙ୍କ ପାଇଁ 1 ନେସନ୍ 1 ସବସ୍କ୍ରିପସନ୍ ସ୍କିମ୍ ପାଇଁ ବଜେଟ୍ ଧାର୍ଯ୍ୟ ଯେଉଁ କରାଯାଇଥିଲା, ଏହି ଯୋଜନା ଅଧୀନରେ 6300 ସରକାରୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ସହିତ ଜଡ଼ିତ ଦେଶର 1.8 କୋଟିରୁ ଅଧିକ ଛାତ୍ରୀ, ଶିକ୍ଷକ ଓ ଅନୁସନ୍ଧାନକାରୀ ଉପକୃତ ହେବେ। ପ୍ରକାଶ ଯେ ଏହି ଯୋଜନା ଅନୁଯାୟୀ 1 ଜାନୁଆରୀ 2025ରେ ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଛାତ୍ରୀଙ୍କ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇସାରିଲାଣି। ଏହି ଯୋଜନା ପାଇଁ ସରକାର 6000 କୋଟି ଟଙ୍କା ବଜେଟ୍ରେ ସ୍ଥିର କରିଛନ୍ତି। ଦେଖନ୍ତୁ ଆମେ ତ ଜାଣିଗଲେ ସରକାର କେତେ କ'ଣ କରୁଛନ୍ତି, ଯେ 1 ନେସନ୍ 1 ସବସ୍କ୍ରିପସନ୍ ଯେଉଁ ସ୍କିମ୍ ବାହାର କରିଛନ୍ତି, ସେଥିରେ କାହାକୁ କାହାକୁ ଏଠାରେ ସେ ଲାଭ ଦେବେ ବା କିଏ କିଏ ସେ ଲାଭ ଗୁଡ଼ାକ ପାଇବେ ଆପଣମାନେ ଜାଣିପାରିଲେ। ଦେଖନ୍ତୁ ଏବେ ନେକ୍ସଟ ଜିନିଷ ଆସୁଛି ଆଜ୍ଞା, ସେ ଯୋଜନାଟି କ'ଣ, ଆଉ ସେ ଯୋଜନାଟି ଆମେ କେଉଁଠି ଆପ୍ଲାଏ କରିବା, କେମିତି ଆମକୁ ମିଳିବ। ଦେଖନ୍ତୁ ଏଠାରେ କୁହାଯାଉଛି ଆଜ୍ଞା, ଆପଣମାନେ ଦେଖିପାରୁଥିବେ, ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା। ନିକଟରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ମଧ୍ୟ ସରକାର ଆରମ୍ଭ କରିଛନ୍ତି। ଏହି ଯୋଜନା ନଭେମ୍ବର 2024ରେ କ୍ୟାବିନେଟ୍ ଅନୁମୋଦନ ଲାଭ କଲା, ଯେଉଁଟାକି କ୍ୟାବିନେଟ୍ରେ କଥାଟି ପକା ହେଇଥିଲା ଯେ ଆମେ ଏହିପରି କିଛି ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ଯୋଜନା ଅଧୀନରେ ସରକାର ଅଧ୍ୟୟନ ପାଇଁ ଛାତ୍ରମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର। ଦେଖନ୍ତୁ ଯେ ଯେତେବେଳେ ଆମେମାନେ ଉଚ୍ଚ ଶିକ୍ଷା ପଢ଼ିବା ପାଇଁ ଯାଆନ୍ତି, ଆମେ ମଧ୍ୟ ସେଇ ଜିନିଷଟି ଫେସ୍ କରିଛୁ ଆଜ୍ଞା। ବଡ଼ ସ୍କୁଲରେ ଆମର ନାଁଟି ବାହାରିଲା ପରେ ବି, ସିଲେକ୍ଟ ହେଲା ପରେ ବି ଆମେମାନେ ସେହି କଲେଜକୁ ପାଠ ପଢ଼ିବା ପାଇଁ ଯାଇପାରି ନାହୁଁ। ତ ଏହି ପ୍ରୋବ୍ଲେମ୍ ଯେମିତି ଆହୁରି କେଉଁ ଛାତ୍ରକୁ କିମ୍ବା ଛାତ୍ରୀଙ୍କୁ ନ ହେଉ, ସେଥିପ୍ରତି ଆପଣମାନେ ନିହାତି ଭାବରେ ସେହି ଦୃଷ୍ଟିରୁ ଭିଡ଼ିଓଟିକୁ ସେୟାର ମଧ୍ୟ କରିବେ ଆଉ ତାଙ୍କୁ ଜଣାଇବେ ଏହି ଜିନିଷଟି କ'ଣ। ଏହି ଯୋଜନା ଅଧୀନରେ ସରକାର ଅଧ୍ୟୟନ
ପାଇଁ ଛାତ୍ରମାନଙ୍କୁ କେତେ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି, ଯାହାର ସୁଧ ମଧ୍ୟ ଛାଡ଼ କରାଯାଇଛି। ଏହି ଯୋଜନାରେ କୌଣସି ଗ୍ୟାରେଣ୍ଟି ବା ଗ୍ୟାରେଣ୍ଟର ବିନା ଋଣ ଦିଆଯିବ। ଏହି ଯୋଜନାର ଲାଭ ପାଇବା ପାଇଁ ଆପଣମାନେ ଅଫିସିଆଲ ୱେବସାଇଟ୍କୁ ଭିଜିଟ୍ କରିପାରିବେ, ଯେଉଁଟାକି ଆଜ୍ଞା ଏଠାରେ ଦେଖିପାରୁଥିବେ www.vidyalaxmi.co.in। ଏହି ୱେବସାଇଟ୍କୁ ଯାଇକି ଆପଣମାନେ ଅଧିକ ଯେଉଁ ଜିନିଷ ଅଛି ତାକୁ ଆପଣମାନେ ହାସିଲ କରିପାରିବେ, ବା ଯେତେ ବି ଜିନିଷ ଅଛି ଆପଣମାନେ ଜାଣିବା ଜିନିଷ ଅଛି ସେ ଜିନିଷ ଉପରେ ଆପଣମାନେ ଆଖି ପକାଇକି ନିଜ ଦୃଷ୍ଟି ଅନୁସାରେ ଆପଣମାନେ ଆପ୍ଲାଏ କରିପାରିବେ। ଦେଖନ୍ତୁ ଆଜ୍ଞା, ଆଜି ଆମେମାନେ ପାଠ ପଢ଼ିବା ପାଇଁ ନିହାତି ଟଙ୍କାର ଆବଶ୍ୟକତା ପଡ଼ୁଛି। ଆଜିକା ଡେଟ୍ରେ ଆପଣମାନେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତୁ କିମ୍ବା ବେସରକାରୀ ପ୍ରାଇଭେଟ୍ ବିଦ୍ୟାଳୟରେ ପଢ଼ନ୍ତୁ, ଯେଉଁଠି ବି ପଢ଼ିଲେ ଆପଣଙ୍କୁ ଟଙ୍କା ତ ନିହାତି ଲାଗିବ। ଏମିତି କିଛି ଗିନେ ଚୁନେ ଇନଷ୍ଟିଚ୍ୟୁଟ୍ ଅଛି ଯେଉଁଟାକୁ ଛାଡ଼ିଦେଲେ ସବୁ ଇନଷ୍ଟିଚ୍ୟୁଟ୍ରେ ଏବେ ପାଠ ପଢ଼ିବା ପାଇଁ ଟଙ୍କାର ଆବଶ୍ୟକତା ପଡ଼ୁଛି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ସେୟାର କରନ୍ତୁ, ଯେଉଁଟାକି ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା, ଯେଉଁଟା ଭଲ ଭାବରେ ଯେତେବେଳେ ହେବ, ଯେତେବେଳେ ପରୀକ୍ଷା ଦେଇ ସାରିବ, ତୁମେମାନେ ଏବେ ଭଲ ଭାବରେ ପାଠ ପଢ଼, ପରୀକ୍ଷା ଦିଅନ୍ତୁ। ପରୀକ୍ଷା ଦେଇ ସାରିଲା ପରେ ମୁଁ ଆଉ ଗୋଟେ ଭିଡ଼ିଓ ନେଇକି ଆସିବି ଯେ ତା'ର ଗାଇଡ଼ଲାଇନ୍ କ'ଣ, କେମିତି କ'ଣ ଆପ୍ଲାଏ କରିବେ, ସିଧାସଳଖ ପ୍ରାକ୍ଟିକାଲି କରିକି ଆପଣମାନଙ୍କୁ ମୁଁ ଦେଖାଇଦେବି। ପୁଣି ଦେଖାବା ଆଉ ଏକ ଭଲ ଭିଡ଼ିଓରେ। ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍ ଟିକେ କରିଦିଅନ୍ତୁ। ଆଉ ଆମରି ଚ୍ୟାନେଲରେ ଏହିପରି ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ପୁଣି ଦେଖାବା ଆଉ ଏକ ସୁନ୍ଦର ଭିଡ଼ିଓରେ ଆଜ୍ଞା। ସେ ପର୍ଯ୍ୟନ୍ତ ଆପଣମାନେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।